আপনা আখিরে নুহে জগত আখিরে নিজকু তৌলিলে ব্যক্তির ব্যক্তিত্ব অধিক উজ্জ্বল হয়ে উঠে। সমস্তଙ୍କ নিকটরে তার এক স্বতন্ত্র পরিচয় হয়ে যায়। আত্ম অভিমানর ঘটাটুপ কাহি কেনে হজি যায়। সবাড়ুয়ার কুৎসিত খোসা ভিতরু মনোরোভা প্রজাপতিটিଏ বাহারি আসে, পরিপূর্ণতাকু ছুঁই হয়ে যায়। মাত্র মଣିষ যেতেবেলে আপনা মাপরে আপনাকু মাপিবাকু প্রয়াস করে, সেতেবেলে সহজরে করি হয়ে যাউথিবা দোষ ত্রুটি তা আখিরে ধরা পড়ে নাহি। মাত্র অমানবিকতার অপবাদ গাত ভিতরকু সে ছায়ে ছায়ে টানি হয়ে যায়। উদ্ধার পাইবা পাই ଆଉ ଅବସର ନଥାଏ। ହିତକାରୀର ହିତ ବଚନ ତାକୁ ବିଷତୁଲ୍ୟ ଲାଗେ। ବିନାଶର ପଥ ତା ପାଇଁ କ୍ରମେ ସୁଗମ ହୋଇଯାଏ। ସେଦିନ ଲଙ୍କାର ପ୍ରବଳ ପ୍ରତାପୀ ରାଜା ଦଶାନନ ସନ୍ଧ୍ୟାର ମହଳ ଅନ୍ଧାରରେ ନାଟମଣ୍ଡପରେ ଉପସ୍ଥିତ ଥାନ୍ତି। ପାର୍ଶ୍ୱରେ ମହାରାଣୀ ମନ୍ଦୋଦରୀ ଏବଂ ଅନ୍ୟ ପାର୍ଶ୍ୱଦଗଣ। ନୃତ୍ୟ ନିପୁଣା ନୃତ୍ୟାଙ୍ଗନାଙ୍କ ଚପଳ ଚରଣର ନୂପୁର ଧ୍ୱନିରେ ପରିବେଶ ବେଶ ଆନନ୍ଦ ମୁଖର ହୋଇ ଉଠୁଥାଏ। ରଙ୍ଗଶାଳାରେ ଗୋଟିଏ ପରେ ଗୋଟିଏ ପାଦ ପ୍ରଦୀପ ଜଳି ଉଠୁଥାଏ। ବିଳାସର ଚରମ ମୁହୂର୍ତ୍ତ ଉପନୀତ ହେବାରେ ବିଳମ୍ବ ନଥାଏ। ଅପର ପକ୍ଷରେ ସୁବଳୟାର ଅନୁଚ୍ଚ ପର୍ବତ ଶିଖରର ଆପାତ ସମତଳ ଭୂମିରେ ମୁକ୍ତାକାଶ ତଳେ ବସିଥାନ୍ତି ଶ୍ରୀରାମଙ୍କ ଭଲ୍ଲୁକ ମର୍କଟ ସେନାବାହିନୀ। ଦୀର୍ଘ ପଥ ଅତିକ୍ରମ କରିବାର କ୍ଳାନ୍ତି ସମସ୍ତଙ୍କ ମୁଖରୁ ବେଶ ବାରି ହୋଇ ପଡୁଥାଏ। ଯୁଦ୍ଧ ପାଇଁ ପ୍ରାକ୍ ପ୍ରସ୍ତୁତିରେ ବ୍ୟସ୍ତ ଥାନ୍ତି ସେମାନେ। ରାମଚନ୍ଦ୍ର, ଅନୁଜ ଲକ୍ଷ୍ମଣ, ସଖା ସୁଗ୍ରୀବ ଏବଂ ବିଭୀଷଣଙ୍କ ସହ ମନ୍ତ୍ରଣା କକ୍ଷରେ ଏକତ୍ରିତ ହୋଇଥାନ୍ତି। ସନ୍ଧ୍ୟାର ଅନ୍ଧାର କ୍ରମେ ଗାଢ଼ରୁ ଗାଢ଼ତର ହୋଇ ଉଠୁଥାଏ। ହଠାତ୍ ଦକ୍ଷିଣ ଦିଗ ପ୍ରତି ଦୃଷ୍ଟି ଆକର୍ଷିତ ହେଲା ରଘୁନାଥଙ୍କର। କଳା ଘୁମର ବୌଦ୍ଧ ମାଳାରେ ଆଚ୍ଛାଦିତ ହୋଇଯାଇଥିଲା ଦିଗ ବିଦିଗ। ବିଜୁଳି ଚକ୍ ଚକ୍ କରି ଖେଳି ଯାଉଥିଲା। ଭଗବାନ ରଘୁନାଥ ସଖା ବିଭୀଷଣଙ୍କୁ ପ୍ରଶ୍ନ କଲେ, ସଖା, ଦେଖିପାରୁଛ ଦକ୍ଷିଣ ଦିଗରୁ କି ଭୟଙ୍କର ମେଘ ଉଠେଇ ଆସୁଛି? ଧୈର୍ଯ୍ୟ ଧରନ୍ତୁ ପ୍ରଭୁ, କଣ୍ଠସ୍ୱରକୁ ଯଥାସମ୍ଭବ ନମ୍ର ଅଥଚ ଗମ୍ଭୀର କରି କହିଲେ ବିଭୀଷଣ। ଏହା ପ୍ରକୃତ ମେଘ ନୁହେଁ, ତାହା ଲଙ୍କାର ଚନ୍ଦ୍ରଶାଳାପୁର। ନିଜ ପାତ୍ର ମନ୍ତ୍ରୀ ତଥା ପାଟରାଣୀ ମନ୍ଦୋଦରୀ ସହିତ ରାବଣ ନାଟମଣ୍ଡପରେ ନୃତ୍ୟାଙ୍ଗନାଙ୍କ ନୃତ୍ୟ ଗୀତରେ ବିଭୋର ଅଛି। ରଘୁନାଥ ମୁହୂର୍ତ୍ତେ ନିରବି ଯାଇ କହିଲେ, ସଖା ବିଭୀଷଣ, ମଥା ଉପରେ ଶତ୍ରୁର ବିପଦ ଥାଇ ମଧ୍ୟ ରାବଣ କେଉଁପରି ଏ ନୃତ୍ୟ ଗୀତ ପ୍ରତି ଆସକ୍ତ ହୋଇପାରୁଛି, ତାର କଣ କୌଣସି ଚିନ୍ତା ଆସୁନି? ବିଭୀଷଣଙ୍କ ଉତ୍ତର ଥିଲା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ। ଭଗବାନ, ଠିକ ତା ନୁହେଁ। ବଡ଼ ଧୂର୍ତ୍ତ ମୋ ଭାଇ ଦଶାନନ। ଲଙ୍କା କଟକର ରାକ୍ଷସମାନଙ୍କ ମଧ୍ୟରେ ନିର୍ଭୟ ଭାବ ସୃଷ୍ଟି କରିବା ପାଇଁ ଏହା ତାର ଚତୁର ସଂଯୋଜନା। ସେ ଜଣାଇ ଦେବାକୁ ଚାହେଁ ଆପଣ ତା ପାଖରେ ଯେମିତି କିଛି ନୁହନ୍ତି। ରଘୁନାଥଙ୍କ ରଙ୍ଗାଧରରେ ଉକୁଟି ଉଠିଲା ରହସ୍ୟାଚ୍ଛାଦିତ ଧାରେ ହସ। ମୁହୂର୍ତ୍ତକରେ କୋଦଣ୍ଡରେ ସରସନ୍ଧାନ କରି ରାବଣ ଉଦ୍ଦେଶ୍ୟରେ ପ୍ରେରଣ କଲେ ସେ। ପରିପୂର୍ଣ୍ଣ ସଭାରେ ରାବଣର 10 ଗୋଟି ମଥାରୁ ସର ଆଘାତରେ ଛତ୍ର ମୁକୁଟ ଖସି ପଡ଼ିଲା। 6ଟି ରାବଣର ପାଦ ତଳେ ପଡ଼ି ରହିଲା। ବାକି 4ଟିକୁ ସର ଭଗବାନ ରଘୁନାଥଙ୍କର ପାଦ ତଳେ ପକାଇଦେଲା। ନାଟମଣ୍ଡପର ଉଲ୍ଲସିତ ଜନତା ମୁହୂର୍ତ୍ତେ ସ୍ଥିର ରହିଗଲେ। ଏ ଅଭାବନୀୟ ପରିସ୍ଥିତି ତାଙ୍କୁ ହତଚକିତ କରିଦେଲା। ମାତ୍ର ଦୁଷ୍ଟବୁଦ୍ଧି ରାବଣ ଆପଣା ସହିତ ନିଜ ସେନାବାହିନୀ ଓ ପଦାଧିକାରୀଙ୍କୁ ପରାମର୍ଶ ଦେଲା ଯେ ଦେବତାଙ୍କର ସନ୍ତୋଷ ବିଧାନ ପାଇଁ ନିଜ ଶିର ସମର୍ପି ପାରେ। ତାର ମୁକୁଟ ଖସି ପଡ଼ିଲେ କଣ ଅବିଘ୍ନ ରହିଲା? ଆପଣାର ଅହମିକାର ଆବରଣରେ ଆପଣାର ବିବେକକୁ ଲୁଚାଇଥିବା ହତଭାଗ୍ୟ ମଣିଷଟିର ଚେତନାର ବିପର୍ଯ୍ୟୟ ଆଉ କଣ ବା ହୋଇପାରେ? ସେ କେବଳ ନିଜର ବିନାଶ ପଥ ସୁଗମ କରେ ନାହିଁ, ଅନୁଗାମୀ ମାନଙ୍କୁ ମଧ୍ୟ ଆପଣାର ପାପ ବଳୟ ଭିତରକୁ ଠେଲି ଦିଏ। ଦୀପ ଲିଭିବା ବେଳର ପୋଡ଼ା ଗନ୍ଧରେ ବାତାବରଣ ଭାରି ହୋଇ ଉଠୁଥାଏ। ଅନୁଚିନ୍ତା ଉପସ୍ଥାପନା କରିଥିଲେ ତୀର୍ଥାନନ୍ଦ ମିଶ୍ର।